ତାର ଫାଇନାଲ ଆଜି ସ୍ୱର୍ଣ୍ଣମହଲ ତାର ସେମିତି ପ୍ରତ୍ୟେକ ବର୍ଷ ନାଟକ ପାଇଁ ପରିଚିତ। ଏଥର ମଧ୍ୟ କେମିତି ଆସିବ, କେମିତି ବାଜିବାଦ କରିବ? ଏଥର ଆମର ପୂର୍ବ ବର୍ଷ ଟିକେ ଫ୍ଲପ୍ ହେଇଥିଲା, ବେଶୀ ନୁହଁ। କିନ୍ତୁ ଏ ବର୍ଷ ତିନିଟା ନୂଆ ନୂଆ ନାଟକ ଆସୁଛି। ତୋ ନାଟକରେ ମୋ ନାଁ ଲେଖା, ରାମ କାହାଣୀ, ଆଉ ଏବେ ଆଜି ଯୋଉଟା ଫାଇନାଲ ବିଜୟ ଅଛି ତୋ ସ୍ତ୍ରୀ ଆଣ ମତେ ଶୀଘ୍ରରୁ, ବହୁତ ସସ୍ପେନ୍ସ ନାଟକ ଅଛି, ବହୁତ ଭଲ ନାଟକ ଅଛି। ଆଉ ସେଇଥିପାଇଁ ଦର୍ଶକ ମାନଙ୍କୁ ଆପଣ ଦେଖିପାରୁଥିବେ ସେଠି ଯାଇକି ଭିଡିଓ ସୁଟିଂ କରିବେ, କେତେ ଜଣ ଆସନ୍ତି କଣ ନାହିଁ, ପୁରା ଖଚ ଖଚ ଦର୍ଶକ। ମତେ ଲାଗୁଛି ଏଇ ତିନୋଟି ନାଟକ ଏଇ ବର୍ଷ ହିଟ୍ ହବ। କଣ ଟର୍ନ କାର୍ଡ ରହିବ ଚଳିତ ବର୍ଷ? ବୁଝିପାରିଲି, କିଏ ଟର୍ନ କାର୍ଡ ରହିବେ ଏଥରକ? ଦର୍ଶକ ମନକୁ କୋଉ ପୁରସ୍କାର କିଣି ନେବେ? ଆମର ସବୁ କଳାକାର ଭଲ ଅଛନ୍ତି, କୌଣସି କଳାକାର ଖରାପ ନାହାନ୍ତି। ସମସ୍ତେ ସମସ୍ତଙ୍କୁ ଟକ୍କର ଦେଲା ଭଳିଆ କଳାକାର ଅଛନ୍ତି, ଆଉ ସମସ୍ତେ ନିଜ ନିଜ ଭିତରେ ବହୁତ ପୁଖତ କଳାକାର ଅଛନ୍ତି। ଯୋଉଥିପାଇଁ ମତେ ଲାଗୁଛି ନାଟକ ସେଇମାନଙ୍କ ପାଇଁ ଭଲ ହବ। ଆଉ ନିର୍ଦ୍ଦେଶକ ଯିଏ ଆମର ଅଛନ୍ତି ପ୍ରଦୀପ ବେହେରା, ଯୋଉଟା ଆଜି ଫାଇନାଲ ବିଜୟ ଅଛି ଦୋସ୍ତ ମତେ ଶୀଘ୍ର ଦେବୁ, ସେ ବହୁତ ଭଲ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ମାନଙ୍କୁ ଏତେ ଗାଇଡ କରିବା ପାଇଁ, ଆଉ ଭଲ ପରିଶ୍ରମ ଭଲ ନିର୍ଦ୍ଦେଶନା ଦେବା ପାଇଁ। ଆଉ ମତେ ଲାଗୁଛି ଏଇ ନାଟକ ହିଁ ଖଣ୍ଡଗିରିରେ ବାଜିପାରେ। ସଫଳ ପାଇଁ ମାମା ମଧ୍ୟ ଅଛନ୍ତି। ମାମା ଆସିଲା ପରେ ପଟିଗଲା କି? ଦେଖନ୍ତୁ, ନାଟକ ଆର୍ଟିଷ୍ଟକୁ ନେଇକି ହିଟ୍ ହୁଏ, ନାଟକ ହିଟ୍ ହୁଏ କାହାଣୀକୁ ନେଇକି। ପିୟୁଷ ଭାଇ 13 ବର୍ଷ ଯାତ୍ରା ରହିଥିଲା, ଅଧା ରାତି ସାଥୀ କେବେ ହେଲା? 13 ବର୍ଷ ପରେ, ଯାତ୍ରା 13 ବର୍ଷ ପରେ ସେ ହିଟ୍ ହେବ ନା? ସେଇଠି ନାହିଁ 13 ବର୍ଷ ହିଟ୍ ହେଇପାରୁଥିଲା କି? ତ ପ୍ରଥମ କଥା ହଉଛି ନାଟକ ଆର୍ଟିଷ୍ଟ ମାନଙ୍କୁ ନେଇକି ହିଟ୍ ହୁଏ, ନାଟକ ହିଟ୍ ହୁଏ କାହାଣୀକୁ ନେଇକି। ଆଉ ଆର୍ଟିଷ୍ଟ ମାନେ ବହୁତ ଭଲ ଭଲ ଆକ୍ଟିଂ କରନ୍ତି ବୋଲି ସେମାନେ ଯାତ୍ରାରେ ଅଛନ୍ତି। ମାମା ବାପା ଯିଏ ଆମ ଏଇ ବର୍ଷ ଆସିଛନ୍ତି, ସେ ବି ବହୁତ ଭଲ ଆର୍ଟିଷ୍ଟ। ଆଉ ଆପଣ ଯୋଉ କହିଲେ ମାମା ବାପା ଆସୁଛନ୍ତି ବୋଲି ଏଇ ନାଟକ ହିଟ୍ ହବ କି ନାହିଁ, ମାମା ବାପା ଖାଲି ନୁହଁ, ଅଧା ରାତିର ସାଥିରେ ନିର୍ଦ୍ଦେଶକ ଥିଲେ ପ୍ରଦୀପ ବେହେରା, ସିଏ ବି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେଥିପାଇଁ ମତେ ଲାଗୁଛି ନାଟକ ହିଟ୍ ହବ। ଆଉ ଟିକେ ମଜବୁତ ହେଇଗଲା କି ପାଟି? ହଁ, ବହୁତ ମଜବୁତ ହେଇଯାଇଛି। ବହୁତ ଭଲ ଭଲ ଆର୍ଟିଷ୍ଟ ଏ ବର୍ଷ ଆସିଛନ୍ତି, ଆମକୁ ବହୁତ ଶିଖେଇଛନ୍ତି, ଆମକୁ ଜଣେଇଛନ୍ତି ଆକ୍ଟିଂ ବିଷୟରେ କେମିତି କଣ କରାଯିବ କଣ ନାହିଁ। ବହୁତ ଭଲ ଲାଗୁଛି। ଆପଣଙ୍କୁ ଆମେ କୋଉ ଚରିତ୍ର ଦେଖିବାକୁ? ଆପଣଙ୍କୁ କୋଉ ଚରିତ୍ର ଦେଖିବାକୁ? ମୁଁ ତ ସବୁ ନାଟକରେ ହିରୋ କ୍ୟାରେକ୍ଟର ଅଛି, ଆଉ ଦେଖିବ କଣ? ଦେଖିବା ପାଇଁ ପ୍ରଥମ ନାଟକ ରୂପାଲି ଚତୁ ଆସି ଭାଉଜ ଆମ ଘର ଭଦ୍ରକ କାଳୀ ପୂଜାରେ ପଡିଲେ ସେ ଯିବ, ଏଠିକି ଆସିବ। ନାଇଁ ଇନଷ୍ଟ୍ରକ୍ସନ ନାହିଁ, ତାର ଇଚ୍ଛା ନାହିଁ ଏଠିକି ଆସିବାକୁ ଦେଖିବାକୁ। ସେ ଘର ପାଖରେ ହେଲେ ସବୁ ତାଙ୍କ ଘର ଲୋକଙ୍କୁ ନେଇକି ସେ ଯିବ ଦେଖିବାକୁ। ସମସ୍ତେ ସ୍ୱାମୀଙ୍କର ପ୍ରଥମ ନାଟକ ପ୍ରଥମ ଥର ପଡୁଛି ରୂପାଲି ଚତୁର ଆରମ୍ଭ। ସିଏ ଜାଣିଛି ତା ସ୍ୱାମୀ ଭଲ ନାଟକ କରିବ, ତାର ଅସୁବିଧା କଣ? ବିଶ୍ୱାସ ଅଛି। ଆଚ୍ଛା, ଗୋଟେ ଭଲ ସଂଳାପ ହଉଛି, ଠିକ ଅଛି ଏଇ ନାଟକର କହୁଛି ହେଲା। ଠିକ ଅଛି ପ୍ରତୀକ୍ଷା, ତମେ ଶାନ୍ତିରେ ନିଶ୍ୱାସ ମାରିବା ପାଇଁ ମୁଁ ଏଠୁ ଚାଲିଯିବି, ହେଲେ ଗୋଟେ କଥା ମନେ ରଖିଥାଅ, ଏ ସୁରଜ ତମର ହେଇନପାରେ, କିନ୍ତୁ ଏ ପ୍ରତୀକ୍ଷା କେବଳ ସୁରଜ ନୁହଁ। ମୁଁ ତମକୁ କେବେ ବି ଭୁଲି ପାରିବିନି ପ୍ରତୀକ୍ଷା, ଏ ଜନ୍ମ ତ ମୁଁ ତମକୁ କେବେ ବି ଭୁଲି ପାରିବିନି, କେବେ ବି।